ଯୋଗାଣ ବିଭାଗ ପକ୍ଷରୁ ଗ୍ୟାସ୍ ଏଜେନ୍ସି ଉପରେ ଚଢ଼ଉ 534ଟି ଅଧିକ ଗ୍ୟାସ୍ ଟାଙ୍କି ଜବତ। ଭୁବନେଶ୍ୱର ଖୋର୍ଦ୍ଧା ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀ ଏଣ୍ଟରପ୍ରାଇଜେସ୍ ଗ୍ୟାସ୍ ଏଜେନ୍ସି ଉପରେ ଚଢ଼ଉ କରାଯାଇଛି। ବିଭିନ୍ନ ଅଭିଯୋଗ ଓ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବରକୁ ଭିତ୍ତି କରି ଖୋର୍ଦ୍ଧା ଯୋଗାଣ ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ରିୟ ମିଶ୍ରଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀମାନେ ପ୍ରଥମେ IRC ବିଲେସ୍ଥିତ ଲକ୍ଷ୍ମୀ ଏଣ୍ଟରପ୍ରାଇଜେସ୍ ଗ୍ୟାସ୍ ଏଜେନ୍ସି କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ କରିଥିଲେ। ଏଥିରେ ତ୍ରୁଟି ପରିଲକ୍ଷିତ ହେବାରୁ ଏମ୍ସ ଭୁବନେଶ୍ୱର ପଛପାଶ ସିଜୁଆଠାରେ ଥିବା ଏହାର ଡିପୋ ଉପରେ ଅଚାନକ ଚଢ଼ାଉ କରିବା ପରେ ଏଠାରେ ଉଭୟ ଡୋମେଷ୍ଟିକ୍ ଓ କମର୍ସିଆଲ ସିଲିଣ୍ଡର ଅଧିକ ଥିବାର ଜଣାପଡ଼ିଥିଲା। ଏହାର କ୍ଷମତା ଅନୁମତି 8000 କିଲୋଗ୍ରାମ ଥିବା ବେଳେ ଅଧିକ 5000 କିଲୋଗ୍ରାମ ଓଜନର ସିଲିଣ୍ଡର ଗ୍ୟାସ୍ ଥିବା ଜଣାପଡ଼ିଥିଲା। ଅର୍ଥାତ୍ ଅଧିକ ଥିବା 534ଟି ଗ୍ୟାସ୍ ସିଲିଣ୍ଡରକୁ ଜବତ କରାଯାଇଛି। ଏହି ଜବତ ସିଲିଣ୍ଡରକୁ ନିକଟସ୍ଥ ଏଜେନ୍ସିକୁ सिग्नेचर कर दे रिसीट कॉपी कर दे कॉपी दे फोटो उठा डॉक्यूमेंट